ଗୋଟିଏ ମୁହୂର୍ତ୍ତ ପାଇଁ କଳ୍ପନା କରନ୍ତୁ ପ୍ରାଚୀନ ପାଟଳିପୁତ୍ରର ଗୋଟିଏ ଗଳି, ମାନେ ବାହାରୁ ଦେଖିଲେ ସବୁକିଛି ଶାନ୍ତ ଲାଗୁଛି, କିନ୍ତୁ ଭିତରୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ କେବଳ ଲୋକଙ୍କର ଆର୍ତ୍ତନାଦ ଶୁଭୁଛି। ହଁ, ଗୋଟେ ଭୟଙ୍କର ପ୍ରାସାଦରୁ, ଯାହାକୁ ସେ ସମୟରେ ଲୋକେ ପୃଥିବୀର ନର୍କ ବୋଲି କହୁଥିଲେ। ଏକଦମ ସେଠି ଏମିତି ଯନ୍ତ୍ରଣା ଦିଆଯାଉଥିଲା ଯାହା ଟିକେ କଳ୍ପନା କଲେ ବି ଦେହ ଶୀତେଇ ଉଠିବ। ଆଉ ତାର ସ୍ରଷ୍ଟା ଥିଲେ ଜଣେ ଶାସକ, ଯେ ଲୋକଙ୍କୁ ଫୁଟୁଥିବା ତେଲ ବା ରକ୍ତ କଢ଼େଇରେ ଜୀବନ୍ତ ଫିଙ୍ଗି ଦେଉଥିଲେ। ମାନେ ତାଙ୍କ ପାଇଁ ମଣିଷ ଜୀବନର କୌଣସି ମୂଲ୍ୟ ହିଁ ନଥିଲା, ବୁଝିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କିଛି ବର୍ଷ ପରେ ସେହି ସମାନ ବ୍ୟକ୍ତି ବଦଳି ଯାଉଛନ୍ତି। ସେ ରାଜପଥ କଡ଼ରେ ଗଛ ଲଗାଉଛନ୍ତି, ମଣିଷ ଆଉ ପଶୁଙ୍କ ପାଇଁ ଡାକ୍ତରଖାନା ତିଆରି କରୁଛନ୍ତି, ଆଉ ଯୁଦ୍ଧ ବନ୍ଦ କରି ବିଶ୍ୱ ଶାନ୍ତିର ବାର୍ତ୍ତା ଦେଉଛନ୍ତି। ହଁ, ଏହା ଏତେ ବିରୋଧାଭାସୀ ଯେ ଲାଗେ ଯେମିତି ଆମେ ଦୁଇଜଣ ଅଲଗା ମଣିଷଙ୍କ କଥା ଆଲୋଚନା କରୁଛୁ, ନୁହେଁ କି? ଜଣେ ଅତି ନିର୍ଦ୍ଦୟ ଅତ୍ୟାଚାରୀ, ଆଉ ଜଣେ କରୁଣାର ଅବତାର। ବିଲକୁଲ। ଆଉ ଏହି ବିଶାଳ ବିରୋଧାଭାସ ହେଉଛି ଆମର ଆଜିର ଏହି ଗଭୀର ବିଶ୍ଳେଷଣର ମୁଖ୍ୟ ବିଷୟ। ଆଜି ଆମେ କଥା ରହୁଛୁ ଇତିହାସର ସେହି ରହସ୍ୟମୟ ସମ୍ରାଟ ଅଶୋକଙ୍କ ବିଷୟରେ। ଏବଂ ଏଥିପାଇଁ ଆମେ କେବଳ ଇତିହାସ ବହି ଉପରେ ନିର୍ଭର କରୁନାହୁଁ। ଆମେ ସିଧାସଳଖ ଅଶୋକଙ୍କ ସମୟର ଶିଳାଲେଖ, ସ୍ତମ୍ଭଲେଖ ଆଉ ଅଶୋକାବଦାନ କିମ୍ବା ମହାବଂଶ ପରି ପ୍ରାଚୀନ ବୌଦ୍ଧ ଗ୍ରନ୍ଥର ସାହାଯ୍ୟ ନେଉଛୁ। ହଁ, ମୁଁ ହେଉଛି ଆପଣଙ୍କର ଉପସ୍ଥାପିକା, ଆଉ ମୋ ସହ ଅଛନ୍ତି ଆମର ବିଶେଷଜ୍ଞ। ଆଜି ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ଯେଉଁ ରୂପାନ୍ତରଣ ଘଟିଲା ତାହାର ପ୍ରକୃତ ସତ୍ୟ ଖୋଜିବା। ମାନେ ଗୋଟେ ରକ୍ତପିପାସୁ ଶାସକ କିପରି ବିଶ୍ୱର ସବୁଠାରୁ ବଡ଼ ଶାନ୍ତିଦୂତ ହୋଇଗଲେ ତାହା ବୁଝିବା। ଠିକ୍ କହିଲେ। ମାନେ ଆମେ ଖୋଜିବୁ ଏହା ପଛରେ କେବଳ ଆଧ୍ୟାତ୍ମିକତା ଥିଲା, ନା କୌଣସି ଭୟଙ୍କର ଚତୁର ରାଜନୈତିକ ରଣନୀତି ଥିଲା। ଏହା କେବଳ ଅତୀତର କାହାଣୀ ନୁହେଁ, ଏହା ଆଜିର ସମାଜ ପାଇଁ ବି ବହୁତ ବଡ଼ ଶିକ୍ଷା। ତେବେ ଆରମ୍ଭରୁ ହିଁ ଆରମ୍ଭ କରିବା। ମୌର୍ଯ୍ୟ ସାମ୍ରାଜ୍ୟର ପୃଷ୍ଠଭୂମି ବିଷୟରେ। ଅଶୋକ ତ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ନାତି ଥିଲେ, ଆଉ ସମ୍ରାଟ ବିନ୍ଦୁସାରଙ୍କର ପୁତ୍ର ଥିଲେ। ହଁ, ହେଲେ ସେ ଜନ୍ମରୁ ସିଂହାସନର ପ୍ରଥମ ଦାବିଦାର ନଥିଲେ। କିନ୍ତୁ ତାଙ୍କ ବଡ଼ ଭାଇ ସୁସୀମ ଥିଲେ ମୁଖ୍ୟ ଉତ୍ତରାଧିକାରୀ। ତେଣୁ କ୍ଷମତା ପାଇବାକୁ ତାଙ୍କୁ ବହୁତ ରକ୍ତପାତ କରିବାକୁ ପଡ଼ିଥିଲା। ମାନେ ଆମ ସୂତ୍ରଗୁଡ଼ିକ ଯାହା କହୁଛି। ହଁ, ସୂତ୍ରଗୁଡ଼ିକ କହେ ଯେ ଅଶୋକ ନିଜର 69 ଜଣ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। କେବଳ ନିଜ ସାନ ଭାଇ ତିଷ୍ୟଙ୍କୁ ସେ ଛାଡ଼ି ଦେଇଥିଲେ। 69 ଜଣ ଭାଇ! ବାପ୍ରେ, ଏହା ତ ପୁରା ଗୋଟିଏ ହତ୍ୟାକାଣ୍ଡ। ବିଲକୁଲ। ଆଉ ତାପରେ ସେ ସେହି ଅଶୋକଙ୍କର ନର୍କ ବା ଅଗମ କୁଆଁ ତିଆରି କରିଥିଲେ। ପାଟଳିପୁତ୍ରର ସେହି କୂଅରେ ସେ ନିଜ ଭାଇମାନଙ୍କର ଶବ ଫିଙ୍ଗି ଦେଇଥିବାର କୁହାଯାଏ। ଏଇଥିପାଇଁ ଲୋକେ ତାଙ୍କୁ ଚଣ୍ଡାଶୋକ ଡାକୁଥିଲେ, ବୁଝିଲ। ଆଚ୍ଛା, ଏଇଠି ମୋର ଗୋଟେ ପ୍ରଶ୍ନ ଅଛି। ମାନେ ଏହି 69 ଜଣ ଭାଇଙ୍କୁ ହତ୍ୟା କରିବା କଥାଟା ଟିକେ ଅତିରଞ୍ଜିତ ଲାଗୁନି କି? କେମିତି ଭାବରେ? ମାନେ ଯେତେବେଳେ କେହି ଶାସକ ନୂଆ ଧର୍ମ ଗ୍ରହଣ କରନ୍ତି, ସେତେବେଳେ ଧର୍ମ ପ୍ରଚାରକମାନେ ତାଙ୍କ ପୂର୍ବ ଜୀବନକୁ ଜାଣିଶୁଣି ବହୁତ ଖରାପ କରି ଦେଖାନ୍ତି। ଯେମିତିକି ଦେଖାଇବା ପାଇଁ ଯେ ଦେଖନ୍ତୁ ଆମ ଧର୍ମର କେତେ ଶକ୍ତି, ଯେ ଏହା ଗୋଟେ ରାକ୍ଷସକୁ ବି ଦେବତା କରିଦେଲା। ଏଥିରେ ଟିକେ ପ୍ରୋପାଗାଣ୍ଡାର ଗନ୍ଧ ବାରି ହେଉନି କି? ଆପଣ ବହୁତ ଭଲ ପଏଣ୍ଟ ଉଠାଇଲେ। ଆମେ ଯେଉଁ 69 ଭାଇଙ୍କ କଥା ପଢ଼ୁଛୁ, ତାହା ମୁଖ୍ୟତଃ ପରବର୍ତ୍ତୀ ବୌଦ୍ଧ ଗ୍ରନ୍ଥରୁ ଆସିଛି। ବୋଧହୁଏ ରୂପାନ୍ତରଣର ନାଟକୀୟତା ବଢ଼ାଇବାକୁ ସେମାନେ ସଂଖ୍ୟାକୁ ବଢ଼ାଇ ଦେଇଛନ୍ତି। ହଁ, ମୁଁ ବି ସେଇଆ ଭାବୁଥିଲି। ନହେଲେ 69 ଜଣ ଭାଇ ଟିକେ ଅଧିକ ଲାଗୁଛି। ଠିକ୍ କଥା। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଶାନ୍ତିପୂର୍ଣ୍ଣ ଭାବେ ଶାସନ ଆରମ୍ଭ କରିଥିଲେ। ଅନ୍ୟାନ୍ୟ ପ୍ରମାଣ ଅଛି ଯେ ସିଂହାସନ ପାଇଁ ଭୟଙ୍କର ରକ୍ତପାତ ହୋଇଥିଲା। ତାଙ୍କ ପ୍ରାରମ୍ଭିକ ବର୍ଷଗୁଡ଼ିକ ଅତ୍ୟନ୍ତ ନିଷ୍ଠୁର ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ। ଠିକ୍ ଅଛି, ସେ କଥା ମାନିନେଲି। ଏକଛତ୍ରବାଦୀ ଶାସକ ତ ଭୟକୁ ହିଁ ଅସ୍ତ୍ର କରନ୍ତି। କିନ୍ତୁ ତାପରେ ଆସିଲା ସେହି ଘଟଣା ଯାହା ସବୁକିଛି ବଦଳାଇ ଦେଲା, କଳିଙ୍ଗ ଯୁଦ୍ଧ। ହଁ, ଖ୍ରୀଷ୍ଟପୂର୍ବ 261ରେ ତାଙ୍କ ରାଜ୍ୟାଭିଷେକର 8 ବର୍ଷ ପରେ। ଏବେ ପ୍ରଶ୍ନ ହେଉଛି, କଳିଙ୍ଗ ଉପରେ କାହିଁକି ଆକ୍ରମଣ କଲେ? ଏତେ ବଡ଼ ସାମ୍ରାଜ୍ୟ ଥାଉ ଥାଉ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ କାହିଁକି ଆଖି ପଡ଼ିଲା ତାଙ୍କର? କାରଣ କଳିଙ୍ଗ, ଯାହା ଆମର ଏବେକାର ଓଡ଼ିଶା, ସେତେବେଳେ କୌଣସି ଛୋଟ ରାଜ୍ୟ ନଥିଲା। ଏହା ବହୁତ ସମୃଦ୍ଧ, ଶକ୍ତିଶାଳୀ ଆଉ ଏକ ଗଣତାନ୍ତ୍ରିକ ରାଜ୍ୟ ଥିଲା। ସେମାନଙ୍କର ନିଜର ଦୃଢ଼ ନୌବାହିନୀ ଥିଲା, ଆଉ ଦକ୍ଷିଣ ଭାରତର ବାଣିଜ୍ୟ ଉପରେ ପୁରା ଦଖଲ ଥିଲା। ଓହୋ, ତେଣୁ ଅଶୋକଙ୍କ ପରି ସାମ୍ରାଜ୍ୟବାଦୀ ଲୋକ ପାଇଁ ଏହାକୁ ସହିବା କଷ୍ଟକର ଥିଲା। ଏକଦମ।
ନିଜ ସୀମା ପାଖରେ ଏତେ ଶକ୍ତିଶାଳୀ ସ୍ୱାଧୀନ ରାଜ୍ୟ ତାଙ୍କ କ୍ଷମତା ପାଇଁ ସିଧାସଳଖ ଆହ୍ୱାନ ଥିଲା। ଆଉ ସେହି ଆହ୍ୱାନର ପରିଣାମ କ'ଣ ହେଲା ତାହା ଆମେ ସମସ୍ତେ ଜାଣୁ। ଯୁଦ୍ଧର ବର୍ଣ୍ଣନା ଏତେ ଭୟାବହ ଯେ ଶୁଣିଲେ ବିଶ୍ୱାସ ହୁଏନି। ଅଶୋକଙ୍କୁ ନିଜସ୍ୱ ତ୍ରୟୋଦଶ ଶିଳାଲେଖ କହୁଛି ଯେ ଲକ୍ଷେ ଲୋକ ମଲେ, 1.5 ଲକ୍ଷ ବନ୍ଦୀ ହେଲେ। ଆଉ ରୋଗ ଆଉ ଭୋକରେ ଆଉ କେତେ ମଲେ ତାର ତ ହିସାବ ହିଁ ନାହିଁ। କୁହାଯାଏ ଦୟା ନଦୀ ରକ୍ତରେ ଲାଲ ହୋଇଗଲା। ବିଲକୁଲ। କିନ୍ତୁ ଏଠି ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ଶିଳାଲେଖରେ ଥିବା ତାଙ୍କର ଅନୁତାପ। ମାନେ ସତରେ କେବେ ଶୁଣିଛନ୍ତି ଜଣେ ରାଜା ଜିତିଲା ପରେ ପଥରରେ ଖୋଳେଇ ଲେଖୁଛି ଯେ ମୁଁ ଜିତିଲି ସିନା, କିନ୍ତୁ ଏ ବିନାଶ ମୋତେ ବହୁତ ଯନ୍ତ୍ରଣା ଦେଉଛି। ଏହା ପୁରା ଅସମ୍ଭବ ଲାଗେ। ସେହି ମୁହୂର୍ତ୍ତଟା ହିଁ ମାନବ ମନସ୍ତତ୍ୱର ଗୋଟେ ବଡ଼ ମୋଡ଼ ବୁଝିଲେ। ଭାବନ୍ତୁ ଥରେ, ଜଣେ ସମ୍ରାଟ ରକ୍ତଭିଜା ପଡ଼ିଆରେ ଛିଡ଼ା ରହିଛନ୍ତି। ଚାରିଆଡ଼େ କେବଳ ଶବ ଆଉ ବିକଳାଙ୍ଗ ମଣିଷଙ୍କ କାନ୍ଦ ବୋବାଳି। ଆଉ ସେ ବୁଝିଗଲେ ଯେ ଏହା ବିଜୟ ନୁହେଁ। ହଁ, ଏହା ମାନବିକତାର ସବୁଠୁ ବଡ଼ ପରାଜୟ। ଆଉ ସେଇଠୁ ହିଁ ଚଣ୍ଡାଶୋକରୁ ଧର୍ମାଶୋକ ହେବାର ପ୍ରକ୍ରିୟା ଆରମ୍ଭ ହେଲା। ମାନେ ଏଲ୍ ବାସାମ କମ୍ପାରୀ ଐତିହାସିକ କହୁଛନ୍ତି ସେ ଆଗରୁ ହିଁ ବୌଦ୍ଧ ଧର୍ମ ପ୍ରତି ଆକୃଷ୍ଟ ହୋଇସାରିଥିଲେ। କିନ୍ତୁ ବୌଦ୍ଧ କିମ୍ବଦନ୍ତୀଗୁଡ଼ିକ କହୁଛି ପୁରା ଅଲଗା କଥା। କିଭଳି ଚମତ୍କାରୀ କାହାଣୀ ସବୁ! ଯେମିତିକି ସେହି ତାଙ୍କ ବଡ଼ ଭାଇ ସୁସୀମଙ୍କ ପୁଅ ଯାହାଙ୍କୁ ସେ ଅନାଥ କରିଦେଇଥିଲେ, ସେହି 7 ବର୍ଷର ଭିକ୍ଷମ ନିଗ୍ରୋଧଙ୍କର ଶାନ୍ତ ସ୍ୱଭାବ ତାଙ୍କ ବଦଳାଇ ଦେଲା। କିମ୍ବା ସେହି ଅଶୋକାବଦାନର କାହାଣୀ ଯେଉଁଥିରେ ସମୁଦ୍ର ନାମକ ଜଣେ ସନ୍ନ୍ୟାସୀଙ୍କୁ ଫୁଟନ୍ତା ତେଲରେ ଫିଙ୍ଗି ଦିଆଗଲା। କିନ୍ତୁ ସେ ଜଳିବା ପରିବର୍ତ୍ତେ ଗୋଟେ ପଦ୍ମଫୁଲ ଉପରେ ଶାନ୍ତିରେ ବସି ରହିଲେ ନା। ହଁ, ସେଇ କଥା। ଏତେ ସବୁ ପରସ୍ପର ବିରୋଧୀ କଥା ଭିତରୁ ଆମେ କେଉଁଟାକୁ ସତ ମାନିବା ତାହେଲେ? ଦେଖନ୍ତୁ, ଏଇ କାହାଣୀଗୁଡ଼ିକୁ ଆମେ ଆକ୍ଷରିକ ଅର୍ଥରେ ନେଇପାରିବା ନାହିଁ। ବୌଦ୍ଧ ଗ୍ରନ୍ଥର ଚମତ୍କାର କାହାଣୀଗୁଡ଼ିକ ମୁଖ୍ୟତଃ ପ୍ରତୀକାତ୍ମକ। ଫୁଟୁଥିବା ତେଲ ହେଲା ଅଶୋକଙ୍କ କ୍ରୋଧ, ଆଉ ପଦ୍ମଫୁଲ ହେଉଛି ଧମ୍ମର ପ୍ରତୀକ। ଆଚ୍ଛା, ତେବେ ଆପଣ କ'ଣ ଭାବୁଛନ୍ତି? ତାପରେ ଆନୁଷ୍ଠାନିକ ଭାବରେ ଉପଗୁପ୍ତ ନାମକ ଭିକ୍ଷୁ ତାଙ୍କୁ ଦୀକ୍ଷିତ କଲେ। ଏକଦମ। ସେ ବୁଝିଲେ ଯେ ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ ଖଣ୍ଡାରେ ଦେଶ ଜୟ କଲେ କେବଳ ବିଦ୍ରୋହ ହିଁ ହେବ। ସ୍ଥାୟିତ୍ୱ ପାଇଁ ଲୋକଙ୍କ ହୃଦୟ ଜିଣିବାକୁ ପଡ଼ିବ। ଆଉ ସେଇଠୁ ଜନ୍ମ ନେଲା ଅଶୋକଙ୍କ ଧମ୍ମନୀତି। ସେ ଏକ ବିରାଟ ଘୋଷଣା କଲେ, ମାନେ ଯୁଦ୍ଧର ଭେରୀ ବା ଭେରୀ ଘୋଷ ବନ୍ଦ ହେଲା, ଆଉ ଧମ୍ମ ଘୋଷ ବାଜିବା ଆରମ୍ଭ ହେଲା। ଆଉ ଏଇ ଧମ୍ମ କ'ଣ କେବଳ କିଛି ପୂଜାପାଠ ଥିଲା? ଆଦୌ ନୁହେଁ। ହଁ, ତାହା ତ ଆଶ୍ଚର୍ଯ୍ୟ କରେ। ସେ ସମାଜ କଲ୍ୟାଣର ଏମିତି କାମ କଲେ ଯାହା ଆଜି ବି ଆଶ୍ଚର୍ଯ୍ୟ ଲାଗେ। ସେ ଡାକ୍ତରଖାନା ତିଆରି କଲେ, କେବଳ ନିଜ ରାଜ୍ୟରେ ନୁହେଁ, ପଡ଼ୋଶୀ ଗ୍ରୀକ୍ ରାଜା ଆଣ୍ଟିଓକାସଙ୍କ ରାଜ୍ୟକୁ ବି ଔଷଧୀୟ ଗଛପତ୍ର ପଠାଇଲେ। ପଶୁବଳି ସମ୍ପୂର୍ଣ୍ଣ ବନ୍ଦ କଲେ। ଏପରିକି ଆପଣ ଯଦି ତାଙ୍କ ପଞ୍ଚମ ସ୍ତମ୍ଭଲେଖ ପଢ଼ିବେ, ସେଥିରେ ବାଦୁଡ଼ି, ପାରା, ରାଣୀ ପିମ୍ପୁଡ଼ି ଆଉ ଗର୍ଭବତୀ ପଶୁଙ୍କୁ ନ ମାରିବାକୁ ବି ଆଇନ ଥିଲା। ଆଚ୍ଛା, ମାନେ ରାଣୀ ପିମ୍ପୁଡ଼ି ପାଇଁ ବି ନିୟମ ଥିଲା, ଆଉ ଲୋକଙ୍କ ଆଚରଣ ସୁଧାରିବାକୁ ଧମ୍ମ ମହାମାତ୍ର ନାମରେ ଏକ ସ୍ୱତନ୍ତ୍ର ଅଧିକାରୀ ବର୍ଗ ତିଆରି କଲେ। ଏସବୁ ଦେଖିଲେ ଲାଗେ ସତରେ ଲୋକଟା ଦେବତା ହୋଇଯାଇଥିଲା। ଏହି କାର୍ଯ୍ୟଗୁଡ଼ିକ ଅବଶ୍ୟ ମହାନ ଥିଲା ବୁଝିଲେ, କିନ୍ତୁ ଏହାର ଗୋଟେ ପ୍ରାକ୍ଟିକାଲ ଦିଗ ବି ଅଛି। ଭାରତୀୟ ଉପମହାଦେଶରେ ସେହି ସମୟର ସାମ୍ରାଜ୍ୟକୁ ଥରେ ଚିନ୍ତା କରନ୍ତୁ। କେତେ ବଡ଼ ଥିଲା ସାମ୍ରାଜ୍ୟ! ଆଫଗାନିସ୍ତାନରୁ ଆରମ୍ଭ କରି ବଙ୍ଗୋପସାଗର ଯାଏ, ଆଉ କାଶ୍ମୀରରୁ ଦକ୍ଷିଣାତ୍ୟ ଯାଏ, ଏତେ ବଡ଼ ଅଞ୍ଚଳରେ ହଜାର ହଜାର ଭାଷା ଆଉ ଧର୍ମ ଥିଲା। ସେମାନଙ୍କୁ କେବଳ ଗୋଟିଏ ସୈନ୍ୟବାହିନୀ ବଳରେ ଏକାଠି ବାନ୍ଧି ରଖିବା ସମ୍ଭବ ନଥିଲା। ଓହୋ, ଏବେ ଆମେ ଅସଲ କଥା ଉପରକୁ ଆସୁଛୁ। ମୋ ମନରେ ବି ହିଁ ପ୍ରଶ୍ନ ଉଙ୍କି ମାରୁଥିଲା। ଏହି ଯେଉଁ ଧମ୍ମ, ଏହା ପ୍ରକୃତରେ ଅଶୋକଙ୍କର ଶୁଦ୍ଧ ଆଧ୍ୟାତ୍ମିକତା ଥିଲା, ନା ଏକାଠି ରଖିବା ପାଇଁ ତାଙ୍କର ଏକ ଚତୁର ପ୍ରଶାସନିକ ରଣନୀତି ଥିଲା? କାହିଁକି ଆପଣଙ୍କୁ ରଣନୀତି ଲାଗୁଛି? କାରଣ ଯଦି ସମସ୍ତେ ଗୋଟିଏ ସାଧାରଣ ନୈତିକ ନିୟମ ମାନିବେ, ପରସ୍ପରକୁ ସମ୍ମାନ ଦେବେ ଆଉ ରାଜାଙ୍କୁ ନିଜର ପିତାତୁଲ୍ୟ ମାନିବେ, ତେବେ ରାଜ୍ୟରେ ବିଦ୍ରୋହ ହେବାର ଆଶଙ୍କା ତ ଆପେ ଆପେ କମିଯିବ। ଏହା ତ ଗୋଟେ ସୁନ୍ଦର ପିଆର କ୍ୟାମ୍ପେନ୍ ପରି ଲାଗୁଛି। ଆପଣ ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧରିପାରିଛନ୍ତି। ଅନେକ ଐତିହାସିକ ଏହି ମତ ପୋଷଣ କରନ୍ତି ଯେ ଅଶୋକ ସନ୍ନ୍ୟାସୀ ହୋଇନଥିଲେ, ସେ ରାଜା ହିଁ ଥିଲେ। ମାନେ ସେ ନରମ ନଥିଲେ? ନା, ସେ ନିଶ୍ଚୟ ବୌଦ୍ଧ ଧର୍ମରେ ପ୍ରଭାବିତ ଥିଲେ, କିନ୍ତୁ ସାମ୍ରାଜ୍ୟର ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରିନଥିଲେ। ସେ ମୃତ୍ୟୁଦଣ୍ଡ ବି ସମ୍ପୂର୍ଣ୍ଣ ଉଚ୍ଛେଦ କରିନଥିଲେ। ମୃତ୍ୟୁଦଣ୍ଡ ପାଇଥିବା କଏଦୀଙ୍କୁ ଆପିଲ ପାଇଁ କେବଳ 3 ଦିନର ସମୟ ଦିଆଯାଉଥିଲା। ଆଉ ଗୋଟେ କଥା, ସେ ବନବାସୀମାନଙ୍କୁ ତାଙ୍କର ଚେତାବନୀଟା ବି ତ ଅଛି ନା? ଏକଦମ।
ସେ ଅରଣ୍ୟ ଅଧିବାସୀମାନଙ୍କୁ ସ୍ପଷ୍ଟ ଭାବେ ଲେଖି ଜଣାଇଥିଲେ ଯେ ସମ୍ରାଟ ଅନୁତାପ କରୁଛନ୍ତି ସତ, କିନ୍ତୁ ତାଙ୍କ ପାଖରେ ଏବେ ବି ଦଣ୍ଡ ଦେବାର ସମ୍ପୂର୍ଣ୍ଣ କ୍ଷମତା ଅଛି। ତେଣୁ ସେମାନେ ନିଜ ସୀମାରେ ରହିବା ଉଚିତ। ବାସ୍ତବରେ ଅତି ଚତୁର। ମାନେ ତାଙ୍କ ପାଖରେ ବନ୍ଧୁକ ଥିଲା, ବାସ୍ ସେ ଟ୍ରିଗର ଦବାଉ ନଥିଲେ। ଆଉ ଏହି ବାସ୍ତବବାଦୀ ନୀତି ଯୋଗୁଁ ହିଁ ସେ ନିଜ ବିଚାରକୁ ଦେଶ ବିଦେଶରେ ପହଞ୍ଚାଇ ପାରିଲେ। ହଁ, ସେ ନିଜ ପୁଅ ମହିନ୍ଦ୍ର ଏବଂ ଝିଅ ସଂଘମିତ୍ରାଙ୍କୁ ଶ୍ରୀଲଙ୍କା ପଠାଇଲେ। ଆପଣ ଜାଣିଥିବା ସଂଘମିତ୍ରା ନିଜ ସହ ପବିତ୍ର ବୋଧିଦ୍ରମର ଏକ ଡାଳ ମଧ୍ୟ ନେଇଯାଇଥିଲେ। ଯାହା ଶ୍ରୀଲଙ୍କାର ଅନୁରାଧାପୁରରେ ଆଜି ବି ଜୀବିତ ଅଛି ନା। ବିଲକୁଲ। ଆଉ ସାରା ଏସିଆରେ ସେ 84,000 ସ୍ତୂପ ନିର୍ମାଣ କରିଥିବାର ଜଣାଯାଏ, ଯେଉଁଥିରେ ଆମର ସାଞ୍ଚି ସ୍ତୂପ ଏବଂ ସାରନାଥର ସ୍ତୂପ ଅନ୍ତର୍ଭୁକ୍ତ। ଏସବୁ ମାଧ୍ୟମରେ ସେ ବୌଦ୍ଧ ଧର୍ମକୁ ଏକ ବିଶ୍ୱ ଧର୍ମରେ ପରିଣତ କରିଦେଲେ। କିନ୍ତୁ ଏଠି ଇତିହାସର ଏକ ବିରାଟ ବିଡ଼ମ୍ବନା ଦେଖିବାକୁ ମିଳେ, ବୁଝିଲେ, ଯାହା ସବୁବେଳେ ମୋତେ ଆଶ୍ଚର୍ଯ୍ୟ କରେ। କେଉଁ ବିଡ଼ମ୍ବନା କଥା କହୁଛନ୍ତି ଆପଣ? ସେହି କଥା ଯେ ଯେଉଁ ଲୋକଟି ବିଶ୍ୱକୁ ଏତେ ବଡ଼ ଆଧ୍ୟାତ୍ମିକ ଦର୍ଶନ ଦେଲା, ଭାରତର ପରବର୍ତ୍ତୀ ଶତାବ୍ଦୀର ଲୋକେ ତାଙ୍କୁ ହିଁ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ। ଆଚ୍ଛା, ହଁ, ଏକଥା ତ ସତ। ମୋର କହିବାର ଅର୍ଥ ହେଉଛି, କୌଣସି ହିନ୍ଦୁ ପୁରାଣ ବା ସାହିତ୍ୟରେ ଅଶୋକଙ୍କର ସେତେ ଚର୍ଚ୍ଚା ନାହିଁ। ବୌଦ୍ଧ ଗ୍ରନ୍ଥଗୁଡ଼ିକ ତ ଶ୍ରୀଲଙ୍କା ବା ଚୀନରେ ସାହିତ୍ୟ ହୋଇ ରହିଲା। ଆଉ ତାଙ୍କର ଯେଉଁ ବିରାଟ ଶିଳାଲେଖ ଓ ସ୍ତମ୍ଭଗୁଡ଼ିକ ଥିଲା, ତାହା ଭାରତର ବିଭିନ୍ନ ସ୍ଥାନରେ ଛିଡ଼ା ହୋଇଥିଲା ସତ, କିନ୍ତୁ ସେଥିରେ ଲେଖାଥିବା ବ୍ରାହ୍ମୀ ଲିପିକୁ ପଢ଼ିବାର ଲୋକ ହିଁ କେହି ନଥିଲେ। ଏହା କେମିତି ସମ୍ଭବ ହେଲା ଯେ ଏତେ ବଡ଼ ରାଜା ଇତିହାସର ପୃଷ୍ଠାରୁ ହଜିଗଲେ? ଏହାର ମୁଖ୍ୟ କାରଣ ହେଉଛି ସାମ୍ରାଜ୍ୟର ପତନ ଏବଂ ସାଂସ୍କୃତିକ ପରିବର୍ତ୍ତନ। ମାନେ, ଅଶୋକଙ୍କ ମୃତ୍ୟୁର ମାତ୍ର 50 ବର୍ଷ ପରେ ହିଁ ମୌର୍ଯ୍ୟ ସାମ୍ରାଜ୍ୟ ଭାଙ୍ଗିଗଲା। ଆଉ ତାପରେ ଶୁଙ୍ଗ ବଂଶର ଶାସନ ଆସିଲା। ହଁ, ଆଉ ସେହି ସମୟରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନ ଘଟିଲା ଏବଂ ବୌଦ୍ଧ ଧର୍ମର ପ୍ରଭାବ କମିବାକୁ ଲାଗିଲା। ସମୟ ସହ ବ୍ରାହ୍ମୀ ଲିପି ମଧ୍ୟ ଅପ୍ରଚଳିତ ହୋଇଗଲା। ଲୋକେ ସେହି ବିଶାଳ ସ୍ତମ୍ଭଗୁଡ଼ିକୁ ଦେଖୁଥିଲେ, କିନ୍ତୁ ଭାବୁଥିଲେ ଏହା ହୁଏତ ଭୀମଙ୍କର ଗଦା କିମ୍ବା କୌଣସି ଯାଦୁକାରୀ ଖୁଣ୍ଟ। ତାଙ୍କର ପ୍ରକୃତ ପରିଚୟ ପୂରାପୂରି ଅନ୍ଧକାରରେ ହଜିଯାଇଥିଲା। ଆଉ ତାପରେ ଆସେ 1837 ମସିହା। ମୋ ମତରେ ଇତିହାସର ସବୁଠାରୁ ରୋମାଞ୍ଚକର ଆବିଷ୍କାର ସେହି ବର୍ଷ ହେଲା। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଜଣେ ଅଧିକାରୀ ଜେମ୍ସ ପ୍ରିନ୍ସେପ୍। ହଁ, ତାଙ୍କ କାହାଣୀ ତ ଭାରି ମଜାଦାର। ଏକ୍ଜାକ୍ଟଲି। ସେ ଟଙ୍କାଶାଳାରେ ଟାର ହଣୁଥିଲେ ଏବଂ ପୁରୁଣା ମୁଦ୍ରା ଓ ପଥର ଲେଖା ପ୍ରତି ତାଙ୍କର ଆଗ୍ରହ ଥିଲା। ସେ ଲକ୍ଷ୍ୟ କଲେ ଯେ ଅଲଗା ଅଲଗା ଜାଗାରେ ଥିବା ସ୍ତମ୍ଭରେ କିଛି ନିର୍ଦ୍ଦିଷ୍ଟ ଅକ୍ଷର ବାରମ୍ବାର ବ୍ୟବହାର ହୋଇଛି, ଯେମିତିକି ସାଞ୍ଚି ସ୍ତୂପରେ ଲେଖାଥିବା ଦାନମ ଶବ୍ଦ। ସେ ମୁଦ୍ରାରେ ଥିବା ଗ୍ରୀକ୍ ଲେଖା ଏବଂ ବ୍ରହ୍ମୀ ଲେଖାକୁ ମିଲାଇ ଧୀରେ ଧୀରେ ଗୋଟିଏ ଗୋଟିଏ ଅକ୍ଷରର ଉଚ୍ଚାରଣ ବାହାର କଲେ। ଆଉ ଯେତେବେଳେ ସେ ସମ୍ପୂର୍ଣ୍ଣ ଲିପିର ପାଠୋଦ୍ଧାର କଲେ, ସେତେବେଳେ ସେ ପଢ଼ିଲେ ଯେ ସବୁଠି ଗୋଟିଏ ରାଜାଙ୍କର ନାମ ଅଛି, ଦେବାନାମ୍ପ୍ୟ ପିୟଦସୀ, ଅର୍ଥାତ୍ ଦେବତାମାନଙ୍କର ପ୍ରିୟ ଏବଂ ଦେଖିବାକୁ ସୁନ୍ଦର। କିନ୍ତୁ ପ୍ରଶ୍ନ ଉଠିଲା, ଏହା କେଉଁ ରାଜା? ହଁ, ଆଉ ସେହି ପ୍ରଶ୍ନର ଉତ୍ତର ମିଳିଲା ଯାଇ ଶ୍ରୀଲଙ୍କାରୁ। ଶ୍ରୀଲଙ୍କାର ପ୍ରାଚୀନ ଗ୍ରନ୍ଥ ମହାବଂଶକୁ ଯେତେବେଳେ ଜର୍ଜ ଟର୍ନର ଇଂରାଜୀରେ ଅନୁବାଦ କଲେ, ସେଥିରେ ଲେଖାଥିଲା ଯେ ଭାରତର ସମ୍ରାଟ ଅଶୋକଙ୍କୁ ହିଁ ଦେବାନାମ୍ପ୍ୟ ପିୟଦସୀ କୁହାଯାଉଥିଲା। ସତରେ କେଡ଼େ ବଡ଼ ମୁହୂର୍ତ୍ତ ସେଇଟା! ଏହି ତଥ୍ୟ ମିଳିବା ମାତ୍ରେ ଯେମିତି ଇତିହାସର ଏକ ବିରାଟ ବନ୍ଦ କବାଟ ଖୋଲିଗଲା। ବିଶ୍ୱ ହଠାତ୍ ଜାଣିବାକୁ ପାଇଲା ଯେ ହଜାର ହଜାର ବର୍ଷ ପୂର୍ବେ ପ୍ରାଚୀନ ଭାରତରେ ଏପରି ଜଣେ ମହାନ ଶାସକ ଥିଲେ, ଯାହାଙ୍କର ବିଚାରଧାରା ଆଜିର ମିଳିତ ଜାତିସଂଘର ମାନବିକ ଅଧିକାର ନୀତିଠାରୁ ବି ଉନ୍ନତ ଥିଲା। ଆଉ ଏହି ଆବିଷ୍କାର ପରେ ଅଶୋକ ପୁଣି ଥରେ ନିଜ ଭୂମିକୁ ଫେରି ଆସିଲେ। ଏବେ ଯଦି କେହି ପଚାରେ ଯେ ଏତେ ପୁରୁଣା ଇତିହାସ ଆମର ବା ଆମ ଶ୍ରୋତାମାନଙ୍କର କାହିଁକି ଦରକାର, ତେବେ ତାହାର ସବୁଠାରୁ ବଡ଼ ଉଦାହରଣ ଆମ ଆଖି ଆଗରେ ଅଛି। ବିଲକୁଲ। ସ୍ୱାଧୀନତା ପରେ ଆମ ଦେଶ ନିଜର ପରିଚୟ ପାଇଁ ଏହି ଅଶୋକଙ୍କ ଐତିହ୍ୟକୁ ହିଁ ବାଛିଲା। ହଁ, ଆମ ଜାତୀୟ ପତାକାର ମଝିରେ ଥିବା 24ଟି ଅରବିଶିଷ୍ଟ ଅଶୋକ ଚକ୍ର ହେଉ ବା ଆମ ମୁଦ୍ରା ଉପରେ ଥିବା ସାରନାଥ ସ୍ତମ୍ଭର ସିଂହ, ଏସବୁ ସେହି ଅଶୋକଙ୍କର ଅବଦାନ। ସେ ଗୋଟିଏ ପ୍ରକାରେ ଆଧୁନିକ ଗଣତାନ୍ତ୍ରିକ ଭାରତର ସାଂସ୍କୃତିକ ଓ ରାଜନୈତିକ ମୂଳଦୁଆର ପାଲଟିଗଲେ। କିନ୍ତୁ ଆଜିର ଦିନରେ ଅଶୋକଙ୍କର ପ୍ରାସଙ୍ଗିକତା କେବଳ ପ୍ରତୀକରେ ସୀମିତ ନୁହେଁ, ତାଙ୍କର ଚିନ୍ତାଧାରାରେ ମଧ୍ୟ ଅଛି। ଆଜିର ଏହି ବିଭାଜିତ ଏବଂ ଧର୍ମ ନାମରେ ରକ୍ତପାତ ହେଉଥିବା ଦୁନିଆରେ ଅଶୋକଙ୍କ ଦ୍ୱାଦଶ ଶିଳାଲେଖ କେତେ ଗୁରୁତ୍ୱପୂର୍ଣ୍ଣ ଟିକେ ଭାବନ୍ତୁ। ସେଥିରେ ସେ ଧାର୍ମିକ ସହିଷ୍ଣୁତା କଥା କହିଛନ୍ତି ନା? ଏକଦମ।
ସେ ଲେଖିଛନ୍ତି ଯେ ନିଜ ଧର୍ମକୁ ବଡ଼ ଦେଖାଇବାକୁ ଯାଇ ଯଦି ଆପଣ ଅନ୍ୟ ଧର୍ମକୁ ନିନ୍ଦା କରୁଛନ୍ତି ତେବେ ଆପଣ ପ୍ରକୃତରେ ନିଜ ଧର୍ମର ହିଁ ସବୁଠାରୁ ବଡ଼ କ୍ଷତି କରୁଛନ୍ତି। ପରସ୍ପରର ବିଶ୍ୱାସକୁ ସମ୍ମାନ କରିବା ଏକମାତ୍ର ରାସ୍ତା। ଆଜିର ବିଶ୍ୱ ନେତାମାନଙ୍କ ପାଇଁ ଏହା ଏକ ପାଠ୍ୟକ୍ରମ ହେବା ଉଚିତ। ଏକଦମ ସତ କଥା କହିଲେ। ତେବେ ଆସନ୍ତୁ ଆଜିର ହିଁ ସମ୍ପୂର୍ଣ୍ଣ ବିଶ୍ଳେଷଣର ନିର୍ଯାସ ବାହାର କରିବା। ଆମେ ଦେଖିଲେ ଯେ ଅଶୋକ କେବଳ ଜଣେ ପୁରୁଣା ସମ୍ରାଟ ନଥିଲେ, ସେ ଏକ ବିରାଟ ମାନସିକ ବିପ୍ଳବର ଉଦାହରଣ ଥିଲେ। କ୍ଷମତାର ଶୀର୍ଷରେ ଥାଇ ନିଜର ଭୁଲ ବୁଝିପାରିବା ଏବଂ ଏକ ରକ୍ତପାତକାରୀରୁ ବିଶ୍ୱଶାନ୍ତିର ଦୂତ ହେବାର ଯାତ୍ରା ଇତିହାସରେ ସତରେ ବିରଳ। ସବୁଠାରୁ ବଡ଼ କଥା ହେଉଛି ସେ ଦେଖାଇଲେ ଯେ ଧର୍ମ ବିଜୟ ବା ନୈତିକତାର ବିଜୟ ଅସ୍ତ୍ରଶସ୍ତ୍ରର ବିଜୟଠାରୁ ଯଥେଷ୍ଟ ବଡ଼ ଏବଂ ସ୍ଥାୟୀ, ଯାହା ତାଙ୍କୁ ଇତିହାସର ଅନ୍ୟ ସମସ୍ତ ଶାସକଙ୍କଠାରୁ ସ୍ୱତନ୍ତ୍ର କରେ। ତେବେ ଏ ଗଭୀର ବିଶ୍ଳେଷଣକୁ ଶେଷ କରିବା ପୂର୍ବରୁ ଆମେ ଆଲୋଚନା କରିଥିବା ଏକ ନିର୍ଦ୍ଦିଷ୍ଟ ତଥ୍ୟକୁ ଆଧାର କରି ମୁଁ ଏକ ଚିନ୍ତାଜନକ ପ୍ରଶ୍ନ ରଖିବାକୁ ଚାହୁଁଛି। କୁହନ୍ତୁ କ'ଣ ସେଇଟା? ଆମେ ଆଲୋଚନା କଲେ କି ଅଶୋକ ନିଜର ଧମ୍ମନୀତି ତଦାରଖ କରିବାକୁ ଧମ୍ମ ମହାମାତ୍ର ନାମକ ଅଧିକାରୀମାନଙ୍କୁ ନିଯୁକ୍ତ କରିଥିଲେ। ସେମାନଙ୍କର କାମ ଥିଲା ସାଧାରଣ ଲୋକଙ୍କର ନୈତିକତା ଏବଂ ବ୍ୟକ୍ତିଗତ ଆଚରଣ ଉପରେ ନଜର ରଖିବା। ହଁ, ଏକ ପ୍ରକାର ନୈତିକତା ପୁଲିସ ବା ମୋରାଲିଟି ଅଫିସର କହିପାରିବେ। ଠିକ୍ ସେହିପରି। ଏବେ ଟିକେ ଆଜିର ସମୟକୁ ନେଇ ଭାବନ୍ତୁ। ଯଦି ବର୍ତ୍ତମାନର କୌଣସି ଦେଶର ସରକାର ଏପରି ଅଧିକାରୀ ନିଯୁକ୍ତ କରନ୍ତି ଯେଉଁମାନେ ଆସି ଆପଣଙ୍କ ଘରେ ଯାଞ୍ଚ କରିବେ ଯେ ଆପଣ ନିଜ ବାପା ମାଙ୍କୁ କିପରି ବ୍ୟବହାର କରୁଛନ୍ତି, କିମ୍ବା ଆପଣ ଗରିବଙ୍କୁ କେତେ ଦାନ ଦେଉଛନ୍ତି, କିମ୍ବା ଆପଣ ପଶୁପକ୍ଷୀଙ୍କ ପ୍ରତି କେମିତି ଆଚରଣ କରୁଛନ୍ତି, ତେବେ ଆମେ ଏହାକୁ କ'ଣ କହିବା? ଓହୋ, ଏହା ତ ଗୋଟେ ଭିନ୍ନ ଦୃଷ୍ଟିକୋଣ। ହଁ, ମାନେ ଏହା ଏକ ପରମ କଲ୍ୟାଣକାରୀ ରାଷ୍ଟ୍ରର ଉଦାହରଣ, ଯିଏ ନିଜ ନାଗରିକଙ୍କ ଆତ୍ମାକୁ ପବିତ୍ର ରଖିବାକୁ ଚାହୁଁଛି, ନା ଆମ ବ୍ୟକ୍ତିଗତ ଏବଂ ପାରିବାରିକ ଜୀବନରେ ସରକାରଙ୍କ ଏକ ଭୟଙ୍କର ଅନାବଶ୍ୟକ ହସ୍ତକ୍ଷେପ, ଏକ ଅତ୍ୟାଧୁନିକ ସର୍ଭେଲାନ୍ସ ଷ୍ଟେଟ୍। ଏହା ପ୍ରକୃତରେ ଏକ ଗଭୀର ଦ୍ୱନ୍ଦ୍ୱ। କାରଣ ଯେତେବେଳେ କ୍ଷମତା ଏବଂ ନୈତିକତାର ବିବାହ ହୁଏ, ସେତେବେଳେ ଶାସକ କେବଳ ଆମ ଶରୀର ଉପରେ ନୁହେଁ, ଆମ ବିବେକ ଉପରେ ମଧ୍ୟ ଶାସନ କରିବା ଆରମ୍ଭ କରେ। ଏହି ଦୁଇଟି ମଧ୍ୟରେ ଥିବା ସୀମାରେଖା ଖୁବ୍ ଅସ୍ପଷ୍ଟ ଏବଂ ବିପଜ୍ଜନକ। ବିଲକୁଲ। ଶାନ୍ତି ପ୍ରତିଷ୍ଠା ପାଇଁ ଏହି ସୀମା ଅତିକ୍ରମ କରିବା ଠିକ୍ କି ନୁହେଁ, ଏହି ପ୍ରଶ୍ନର ଉତ୍ତର ଆମେ ଶ୍ରୋତାମାନଙ୍କ ବିଚାର ଉପରେ ଛାଡ଼ି ଦେଉଛୁ। ଅଶୋକଙ୍କ କାହାଣୀ ଯେତିକି ପ୍ରେରଣାଦାୟକ ସେତିକି ଜଟିଳ ମଧ୍ୟ। ଆଶା କରୁଛୁ ଏହି ଆଲୋଚନା ଆମ ସମସ୍ତଙ୍କ ପାଇଁ ଇତିହାସକୁ ଦେଖିବାର ଏକ ନୂଆ ଏବଂ ଗଭୀର ଦୃଷ୍ଟିକୋଣ ଆଣିଦେଇଥିବ। ପୁଣି ଏକ ନୂଆ ବିଷୟ ସହ ଆସନ୍ତା ଥର ଭେଟ ହେବ। ସେ ଯାଏ ଅନୁସନ୍ଧାନ ଜାରି ରଖନ୍ତୁ। ଧନ୍ୟବାଦ।